ଆମେ ଧାରଣା ଦେଇଥିଲୁ ତାଙ୍କ ଦୋଷୀକୁ ଦଣ୍ଡ ପାଇଁକା ଆଉ ତାଙ୍କ ସ୍ତ୍ରୀକୁ ନ୍ୟାୟ ମିଳିବା ପାଇଁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଖ କଣ ହଉଛି। ଭଲ ଭଲ କାମ କରନ୍ତି, ଯେତେବେଳେ ଡାକିଲେ ରାତି ଅଧରେ ବି ଡାକିଲେ ଠିଆ ହୁଅନ୍ତି, ଆମ ଚାକିରି ବଦଳରେ ସବୁ କଥାରେ ଠିଆ ହୁଅନ୍ତି। ଯାଇକି ବର୍ଷରେ ଦେଖା ହେଇଥିଲା। ହଁ ସେଇ କଥା ଭଲ ମନ୍ଦ କଥା ଏରିଆର କହୁଥିଲେ ତାଙ୍କ ସ୍ତ୍ରୀ କି ନ୍ୟାୟ ପାଇଁକା ଦିଆଯାଉ। ହଁ ଆମର 20-30 ୱାର୍ଡର ଲୋକ ଆସିଛନ୍ତି। ଏମିତି କରିବୁ ଆଉ। ପୁଣି ନୂଆ ସଭାପତି ବାଛିବେ ନା ଏଥର ନିଜେ ନିଜେ ନେତୃତ୍ୱ ନେଇ ଚାଲିବେ? ନାଇଁ ବାଛିବନି। ଭୁବନେଶ୍ୱର କ୍ରାଇମ ବହୁତ ବଢି ବଢି ଚାଲିଛି, କଣ କହିବେ? କଣ ସେମାନେ ଯାହା ଆମ ସାର୍ ମାନେ ଅଛନ୍ତି ମଜଦୁର ସଂଘର ସାର୍, ସିଏ ଯାହା କହିବେ ଆଉ। ଆମର ସାର୍ ଅଛନ୍ତି, ସଂଘ ସାର୍ ଅକ୍ଷୟ ସାର୍ ବୁଝି। ହଁ ସେମିତି କାନ୍ଦିଲୁ ଆଉ କଣ ମନ ଦୁଃଖ ଲାଗିଲା ଆଉ। ଆଜ୍ଞା ଭୟ ତ ଲାଗୁଛି ଆଉ କଣ କରିବ। ସେଇ ଭୟ ପାଇଁ ତ ଏଇ ସବୁ କରାହଉଛି। କାହିଁକି ଏଇ ସବୁ ସବୁ କଥା ବୁଝୁଥିଲେ ତାଙ୍କର କୌଣସି ରାଗ ଥିଲା ସେଇଥିଲାଗି ଏ ସବୁ କଲେ ଆଉ। କାହିଁ ସେଇ ସୁରକ୍ଷା କାହିଁ ସେ ସୁରକ୍ଷା ଦେଇଥିଲେ କାହିଁ ଏଇ ସବୁ ହେଇଥାନ୍ତା। କଣ କରିବା ସେଇ ସୁରକ୍ଷା ନାହିଁ, କଣ କରିବା। ଆମେ ଧାରଣା ଦେଇଥିଲୁ ତାଙ୍କ ଦୋଷୀକୁ ଦଣ୍ଡ ପାଇଁକା ଆଉ ତାଙ୍କ ସ୍ତ୍ରୀକୁ ନ୍ୟାୟ ମିଳିବା ପାଇଁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଖ କଣ ହଉଛି। ଭଲ ଭଲ କାମ କରନ୍ତି, ଯେତେବେଳେ ଡାକିଲେ ରାତି ଅଧରେ ବି ଡାକିଲେ ଠିଆ ହୁଅନ୍ତି, ଆମ ଚାକିରି ବଦଳରେ ସବୁ କଥାରେ ଠିଆ ହୁଅନ୍ତି। ଯାଇକି ବର୍ଷରେ ଦେଖା ହେଇଥିଲା। ହଁ ସେଇ କଥା ଭଲ ମନ୍ଦ କଥା ଏରିଆର କହୁଥିଲେ ତାଙ୍କ ସ୍ତ୍ରୀ କି ନ୍ୟାୟ ପାଇଁକା ଦିଆଯାଉ। ହଁ ଆମର 20-30 ୱାର୍ଡର ଲୋକ ଆସିଛନ୍ତି। ଏମିତି କରିବୁ ଆଉ। ପୁଣି ନୂଆ ସଭାପତି ବାଛିବେ ନା ଏଥର ନିଜେ ନିଜେ ନେତୃତ୍ୱ ନେଇ ଚାଲିବେ? ନାଇଁ ବାଛିବନି। ଭୁବନେଶ୍ୱର କ୍ରାଇମ ବହୁତ ବଢି ବଢି ଚାଲିଛି, କଣ କହିବେ? କଣ ସେମାନେ ଯାହା ଆମ ସାର୍ ମାନେ ଅଛନ୍ତି ମଜଦୁର ସଂଘର ସାର୍, ସିଏ ଯାହା କହିବେ ଆଉ। ଆମର ସାର୍ ଅଛନ୍ତି ସଂଘ ସାର୍ ଅକ୍ଷୟ ସାର୍ ବୁଝି। ହଁ ସେମିତି କାନ୍ଦିଲୁ ଆଉ କଣ ମନ ଦୁଃଖ ଲାଗିଲା ଆଉ। ଆଜ୍ଞା ଭୟ ତ ଲାଗୁଛି ଆଉ କଣ କରିବ। ସେଇ ଭୟ ପାଇଁ ତ ଏଇ ସବୁ କରାହଉଛି। କାହିଁକି ଏଇ ସବୁ ସବୁ କଥା ବୁଝୁଥିଲେ ତାଙ୍କର କୌଣସି ରାଗ ଥିଲା ସେଇଥିଲାଗି ଏ ସବୁ କଲେ ଆଉ। କାହିଁ ସେଇ ସୁରକ୍ଷା କାହିଁ ସେ ସୁରକ୍ଷା ଦେଇଥିଲେ କାହିଁ ଏଇ ସବୁ ହେଇଥାନ୍ତା। କଣ କରିବା ସେଇ ସୁରକ୍ଷା ନାହିଁ, କଣ କରିବା।